ମୁଁ ଏଠି ଆଉ ଗୋଟେ ପଏଣ୍ଟ ମୁଁ କହିବି ମ୍ୟାଟର ପରେ ସାର୍ ଆପଣ ଟେଷ୍ଟ ଲେଖୁଛନ୍ତି ସବମିଟ କରୁଛନ୍ତି ସାର୍ ଇଭାଲୁଏଟ କରିକି ଆନ୍ସର ସିଟ୍ ଦଉଛନ୍ତି ତାଠୁ ବି ବହୁତ ବଡ ମ୍ୟାଟର କରେ ସେଲ୍ଫ ଇଭାଲୁଏସନ ଇଭାଲୁଏଟେଡ ଆନ୍ସର କପି ପାଇଲେ ତାପରେ ଯେତେବେଳେ ମୋ କଥା କହିବି ସାର୍ ଯେତେବେଳେ ଇଭାଲୁଏଟେଡ ଆନ୍ସର କପି ଦିଅନ୍ତି ଗୋଟେ ଗୋଟେ ଯୋଉ ସ୍କୋର ଦେଇଥାନ୍ତି ଯୋଉ ଇଏରେ ସେ ସ୍କୋର ଟା ଆନାଲିସିସ୍ କରେ କଣ ପାଇଁ ସ୍କୋର ଟା ଏତେ କମିଲା ସାର୍ ଦେଇଥାନ୍ତି ଏଥିରେ ଫିଡବ୍ୟାକ ବି ଦେଇଥାନ୍ତି ତ ସେଇ ଜିନିଷଟାକୁ ଧ୍ୟାନ ରଖେ ଯେ କଣ ଏଥିରେ କଣ ଇମ୍ପ୍ରୁଭ ହେଇପାରିବ ଯେ ମୁଁ ସ୍କୋରଟା ଆଉ ଟିକେ 1 ମାର୍କ 2 ମାର୍କ କେମିତି ବଢେଇ ପାରିବି ସାର୍ ସେଦିନ ଗୋଟେ କଥା କହିଥିଲେ ତମମାନେ ହାରିନ 10 ମାର୍କ ପାଇଁ ତମମାନେ ହାରିଛ ଗୋଟେ ଗୋଟେ ମାର୍କ ପାଇଁ ଗୋଟେ ଗୋଟେ ମାର୍କରେ ଯେମିତି ମାନେ ଯୋଉ ପ୍ରତି କ୍ୱେଶ୍ଚିନ୍ ସେ ଗୋଟେ ଗୋଟେ ମାର୍କର ଡିଫରେନ୍ସ ହିଁ କଲେକ୍ଟିଭଲି ରାଙ୍କ ଡିସାଇଡ୍ କରେ ହେଲାନି ରାଙ୍କ କି ଇନଫ୍ଲେଟ ହବ କି ତଳେ ଡିଫ୍ଲେକ୍ଟ ହବ 15ଟା क्वेश्चन हाफ मार्क गोटे मार्क नहीं हाफ मार्क पे हारिछ राइट जो हाफ आम मार्क ପାଇଁ कहते पर क्वेश्चन रे हाफ मार्क बोले 15टा क्वेश्चन 7 मार्क 4टा पेपर 28